प्रधानमंत्री फसल बीमा अर्थ राशि मिल नथिबा प्रतिवाद रे जिलापालक निकटरे अभियोग कले हिताधिकारी। जाजपुर जिला बिंझारपुर तहसिल अंतर्गत फतेपुर टीणा कल्याणपुर कपिला अंचल चाषी माने 2023 मसीह सरकार घोषित प्रधानमंत्री फसल बीमा योजना ऑफलाइन रे आवेदन करथिले। एसबु पंचायत रे भू बंदोबस्त न होई मध्य 2019 एवं 2021 मसीह चाषी माने बीमा क्षतिपूरण राशि पाइथिले। এই অঞ্চলর চাষী নিজ সম্বলরে অর্থ বিনিয়োগ করে এথর রুয়া পোতা কার্য সারিলেনি, কিন্তু এপর্যন্ত বীমা কোম্পানি পক্ষর অহেতুক বিলম্ব এবং উদাসীনতা যোগুঁ চাষী মানে এপর্যন্ত প্রধানমন্ত্রী ফসল বীমা অর্থরাশি পাইপারে না। এপ্রতি জেলাপাল দৃষ্টি দেওয়া দাবি হয়েছে। যাজপুর সোমনাথ সাউক রিপোর্ট, সূর্যাস্ত নিউজ। মো না বীরভদ্র সামল, ঘর শিশিরଣା। 2023 মସିହାରେ ଆମେ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ କରିଥିଲୁ। ବୀମା କମ୍ପାନୀ ଆମଠାରୁ ବ୍ଲକ କାର୍ଯ୍ୟାଳୟରେ ଆବେଦନ ପତ୍ର ସଂଗ୍ରହ କରିଥିଲେ। ସେଥିମଧ୍ୟରୁ କେତେଙ୍କର ପଞ୍ଜୀକୃତ ହୋଇଛି ବୋଲି ମେସେଜ ଆସିଲା, କେତେଙ୍କର ମେସେଜ ଆସିନାହିଁ। 2023 ଜୁଲାଇ ଠାରୁ ଆଜି 2024 ସେପ୍ଟେମ୍ବର 5 ତାରିଖ ଏପର୍ଯ୍ୟନ୍ତ ଆମେ କୌଣସି ଉତ୍ତର ପାଉନ ଯେ କ'ଣ ଆମର ହେଇଛି କି ନାହିଁ। ଚାଷୀଙ୍କର ଠିକ୍ ସମୟରେ ଅନୁଦାନଟି ଦେଇଥିଲେ ଚାଷୀ ତାର ରୁଆ ବେଉଷଣ ଭଲ ମନ୍ଦ କାମରେ ବିନିଯୋଗ କରିପାରିଥାନ୍ତା। ତେଣୁ ଆମେ ଜିଲ୍ଲା ଅଫିସ, ବ୍ଲକ ଅଫିସ ଏଇଭଳି ଭାବରେ ବିଭିନ୍ନ ସ୍ଥାନ ଖାଲି ଅନୁସନ୍ଧାନ କରି ସମୟ ପଇସା ଅପବ୍ୟୟ କରି ଆଜି ଜିଲ୍ଲାପାଳ ମହୋଦୟଙ୍କ ନିକଟରେ ନିବେଦନ କରିବା। ସୁଦେବ ସାମଲ, କିନ୍ତୁ ଆମେ 23 ମସିହାରେ ବିଞ୍ଜାରପୁର ବ୍ଲକରେ ସବୁ ପଏଣ୍ଟ କରିଥିଲୁ ଇନ୍ସୁରାନ୍ସ ପ୍ରଧାନମନ୍ତ୍ରୀ ବୀମା ଯୋଜନା। ତାର କାର୍ଯ୍ୟକ୍ରମ କ'ଣ ହେଲା ଆମେ ଏପର୍ଯ୍ୟନ୍ତ କିଛି ବି ପାଉନାହୁଁ। ତା ଛଡ଼ା ଏବେ ତ ଗରିବ ଚାଷୀ ସବୁ ଯିଏ ଯାହା ରୁଆପୋତା କାମ ସାରିଲେଣି, ସେ ଏପର୍ଯ୍ୟନ୍ତ ତାର କିଛି କାମ ବି ପାଇଲେ ନାହିଁ। ଆମେ ଯେଉଁ ଅଣବନ୍ଦୋବସ୍ତ ଏରିଆ ପାଇଁ ହେଇଥିଲା, କିନ୍ତୁ ତା ପୂର୍ବ 21 ମସିହାର କିଛି ପଇସା ବି ଆମେ ପାଇଥିଲୁ। ତାପରେ ଆଉ କିଛି କୌଣସି ଆମକୁ ଜଣାଉନାହାନ୍ତି। ଆମେ ଯିଏ ଏ ବର୍ଷ ଯିଏ ଯାଇଥିଲେ ଆମେ ତାଙ୍କୁ ପଚାରିବା ଦ୍ୱାରା ସିଏ କହିଲେ ଯେ 23 ମସିହାର କିଛି କାମ ହେଉନାହିଁ। ଆମର ଦାବି ରହିଛି ଆମେ ଯେଉଁ ପାଉନାହୁଁ। ଏ 23 ମସିହାର ଅଣବନ୍ଦୋବସ୍ତ ଏରିଆ ଲୋକ ଆମର ପ୍ରଥମ ହେଉଛି ଚାଷୀ ଯିଏ କରିଛନ୍ତି, ପଏଣ୍ଟ କରିଛନ୍ତି, ରେକର୍ଡ ଫେକର୍ଡ ଏମିତି କରିଛି ବିନା ପଇସାରେ, ସେମାନଙ୍କର କେମିତି ଇନ୍ସୁରାନ୍ସ ଆସିବ? ସେଥିପାଇଁ ଆମେ ଜିଲ୍ଲାପାଳଙ୍କୁ ଆସିଥିଲୁ ନିବେଦନ କରିବାକୁ। ଜିଲ୍ଲାପାଳଙ୍କର ସାକ୍ଷାତ ହେଉନି, ସେଥିପାଇଁ ଆମେ ମିଡ଼ିଆ ଜରିଆରେ ଜଣାଉ।